हे विद्वान मंडली आमे एबे 27 नक्षत्र और 12 राशि भितर पशि टी गुड़िया घंटा करिबा जे 20 तारीख बुधवार क्यों राशि क्यों नक्षत्र केते परिमाण रे प्लस पॉइंट पाइबे केते परसेंट माइनस पॉइंट पाइबे तथापि ता पूर्व जानिबा 20 तारीख बुधवार सूर्य उदय हेबे 5:10 परे 5:10 परे अस्त जीवे 6:15 परे मंद समय सकाळ माने अपराह्न 11:44 रु आउ अपराह्न पूर्वाह्न अपराह्न 1:23 पर्यंत 11:44 रु 1:23 जाए जेणु चतुर्थी अच्छी 11:07 जाए एबे तो मूला मिलूनी मूला खाया मना कराई कि 11:07 पर बेल खाइबानी 11:07 पर पंचमी आसी जाऊँगी बेल खाइबानी खाइले जो बेल खाऊचे पेट भल हम पेट समस्या दूर हम से ही विष हम विभिन्न प्रकार रोग सृष्टि कर पेट रोग बस आज घात बार हूँ बुधवार घात बार हूँ कर्कटर घात चंद्र कन्या राशि पुरुषंकर बिछा राशि महिलांकर कुंभ राशि महिलांकर एबे आलोचना करिबा मेष राशि जनता किए केउं प्रकार सुख पाइबे 20 तारीख बुधवार मेष राशि अश्विन नक्षत्र सकाळ 6:12 जाए असुविधा नुह सुविधा असुविधा नहीं सुविधा 6:12 जाए अश्विन सुविधा 6:13 रु द्विजार सुविधा 6:12 जाए अश्विन सुविधा 6:13 रु द्विजार सुविधा आज स्वास्थ्यगत समस्या नहीं राति 10:40 परे भाग्यर परिवर्तन हेबो 10:40 जाए गोटे प्रकार भाग्य 10:40 राति कथा राति 10:40 परे भाग्यर परिवर्तन हेबो जो माने नाइट ड्यूटी करुछंती मेडिकल रे ट्रेन लाइन रे स्टेशन रे इत्यादि जो मानकर नाइट ड्यूटी अच्छी रात्रि कार्य अच्छी सेमानक पाई शुभ फल मिलिबो देह असुस्थ हेबो शुभ फल तो मिलिबो अर्थ 2 पैसा आसीबो किंतु देह खराब राति 10:40 परे देह असुस्थ हेबो राति कथा सावधान समस्त मेष राशि लोक समुदाय को कहगला जे राति 10:40 पर देह असुस्थ हेबो से जाए प्रायतः नानाविध सुविधा सुजोग मिलिबो राति 10:40 जाए नानाविध सुख सुविधा सुजोग मिलिबो आउ श्रम और कर्म अनुसारे आय मोर भल हेबो किंतु भाई संपर्क कलुषित हेबो टिके जगी रखी भाई सह सान हो कि बड़ हो मिशंतु कटु कथा क्या कहतुनि कि का ऊपर एक्शन नियंतुनि बी केयरफुल भाई सहित जे शत्रुता करे तार भविष्यत मानता पिला मानकर आखिरु लुह सुखेनी एटा हुशियार थी टे भाई सहित जी शत्रुता करिछि पुराण को पड़े जातु कुरु पांडव युद्ध को रावण विभीषण समस्या को भाई सहित जी अविचार करे अन्याय करे गोटे रक्त ना गोटे मातृगर्भर संतान जे अन्याय करिछि ता भविष्यत अर्थात ता पिला मानक आखिरु लुह सुखेनी सी देखुथिबो ता पिला माने केमती डहल विकल होउथिबे
ତାହା ଧର୍ମପତ୍ନୀ କେମିତି ବାର ଦ୍ୱାର ହେଉଥିବ। ସାବଧାନ ହେ ମୋର ଭାଇ ବନ୍ଧୁ କୁଟୁମ୍ବ, ଭାଇ ପ୍ରତି ଅନ୍ୟାୟ କରନି। ଏବେ ଆଲୋଚନା କରିବା ବୃଷ କଥା। 20 ତାରିଖ ବୁଧବାର, ବୃଷ ରାଶି, ରୋହିଣୀ ନକ୍ଷତ୍ରର ସକାଳ 6ଟା 12 ଯାଏ ଶୁଭ, 6ଟା 12ରୁ ମୃଗଶିରାର ଶୁଭ ସମୟ ଆସିବ। ଆଜି ଅର୍ଥଗତ ସମସ୍ୟା ହେବ, ଧାର ଉଧାର ମାଗିବାକୁ ପଡ଼ିପାରେ, ଗୁଡ଼ିଏ ଖର୍ଚ୍ଚ ହୋଇଯାଇପାରେ, ସଞ୍ଚିତ ସମ୍ପତ୍ତିରୁ କିଛି ଆଜି ଖର୍ଚ୍ଚ ହେବ, ଅର୍ଥଗତ ସମସ୍ୟା ଆସିବ, ଧନାଗମନ ହେବନି, ବହୁ ବାଧା ବିଘ୍ନ ଦେଇ ସବୁ ସମସ୍ୟା ଆସିବ, କୌଣସି କାର୍ଯ୍ୟ ଶୁଭରେ ହେବନି, ସବୁଥିରେ ବହୁ ବାଧାବିଘ୍ନ ସୃଷ୍ଟି ହେବ। କାରଣ କ'ଣ ନା ମନ ମସ୍ତିଷ୍କ ଆଜି ଅସ୍ଥିର ହେବ। ଅତୀତର ଅନେକ ଘଟଣା ଆଜି କ୍ରମାନ୍ୱୟରେ ଆସି ଚିନ୍ତା ବଢ଼ାଇ ଦେବ। ବୃତ୍ତି ବ୍ୟବସାୟ ସେବା ଯାହା ଦୈନିକ ରୋଜଗାର ଯୋଗାଉଥିଲା ସେଥିରେ ବାଧା ଆସିବ। ହେଲେ ଦେହ ସୁସ୍ଥ ରହିବ। ରାତି 10ଟା 40 ପରେ ଭାଗ୍ୟର ବିରାଟ ପରିବର୍ତ୍ତନ ହେବ। ହେଲା, ଆଜି ମନ ଭଲ ରହିବନି, ଦେହ ଭଲ ରହିବ, ଧନାଗମ ହେବ, କିନ୍ତୁ ଖର୍ଚ୍ଚ ବଢ଼ିଯିବ। ବୁଝା ପଡ଼ିଲା? ଏ ସବୁର ପରିବର୍ତ୍ତନ ହେବ ରାତି 10ଟା 40 ପରେ। ଯିବା ମିଥୁନ ପାଖକୁ। 20 ତାରିଖ ବୁଧବାର, ମିଥୁନ ରାଶି, ଆର୍ଦ୍ରା ନକ୍ଷତ୍ରର ସକାଳ 6ଟା 12 ଯାଏ, 6ଟା 12 ଠାରୁ ପୁନର୍ବସୁର ଶୁଭ ହେବ। କିଛି ମୂଲ୍ୟବାନ ଦ୍ରବ୍ୟ କରଗତ ହେବ। ଆପଣମାନେ ସମସ୍ତେ ସର୍ବବିଧ ପାରିବାରିକ, ସାମାଜିକ, ଲୌକିକ ଓ ଆର୍ଥିକ ବୌଦ୍ଧିକ ସୁଖ ପାଇବେ। ମାନେ ଆଜି ମିଥୁନ ପାଇଁ ଗୋଟିଏ ବଢ଼ିଆ ଦିନ। ଏ ଯେଉଁ ଆଶା ଆମେ କରିଛେ ଯେ ଆମେ ଆଜି ସର୍ବବିଧ ସୁଖ ପାଇବା, ତାହା ପାରିବାରିକ, ସାମାଜିକ, ଲୌକିକ, ଆର୍ଥିକ, ବୌଦ୍ଧିକ, ସେ ଆଶା, ସେ ଇଚ୍ଛା ବିଧାତା ପୂରଣ କରିବେ ବୋଲି ମୋର ଭରସା ଅଛି। ଆଚ୍ଛା, ଗୋଟିଏ କଥା ଅଛି, ଆର ମୂଳ ମନ୍ତ୍ର ହେଲା ଧର୍ମ ଓ ସଦିଚ୍ଛା। ଯଦି ଏମାନେ ମିଥୁନ ରାଶିର ଲୋକେ ଧର୍ମ ଆଉ ସଦିଚ୍ଛା ପ୍ରତି ଆଗ୍ରହୀ ହେବେ, ତାହେଲେ ସକଳ ଇଚ୍ଛା ପୂରଣ ହେବ। ଆକୁ ଟିକେ ମନେ ରଖିଥିବେ, ସବୁବେଳେ ସତ୍ ଇଚ୍ଛାଟା ସତ୍ ହଉ, ମାର୍ଜିତ ହଉ। ମୁଁ କାହାର କ୍ଷତି କରିବି ଏ ଚିନ୍ତା ଯେମିତି ମୁଣ୍ଡକୁ ନ ଆସେ, ଆଉ ମୁଁ ଧର୍ମ କରିବି ଏଇ ଚିନ୍ତା ମୁଣ୍ଡକୁ ଆସେ ବୋଇଲେ ଆର୍ଥିକ, ମାନସିକ, ପାରିବାରିକ, ଲୌକିକ, ସାମାଜିକ, ବୌଦ୍ଧିକ ବିକାଶ ହବ। ହଁ, ଦେହଗତ ସମସ୍ୟା ନାହିଁ। ଜାଣନ୍ତୁ, ଗାଈ ମୁହଁରେ କ୍ଷୀର। କାଲି କହିଥିଲି, ପରଦିନ କହିଥିଲି, ଗାଈ ମୁହଁରେ କ୍ଷୀର ମାନେ ଯେତିକି ଶ୍ରମ ଦେବେ କର୍ମ କ୍ଷେତ୍ରରୁ ତାର 6 ଗୁଣ ଲାଭ ପାଇବେ। ଗାଈ ମୁହଁରେ କ୍ଷୀର। ଆଉ ଅକର୍ମା ଭୂମି ନିନ୍ଦନ୍ତି। ଯେଉଁମାନଙ୍କୁ କିଛି ନ ମିଳିଲା ସେ ଅକର୍ମା, ଅଳସୁଆ, କର୍ମକୁଣ୍ଠ, ସେମାନେ ସବୁବେଳେ ନିନ୍ଦା କରନ୍ତି ଭୂମିକୁ। ଜମି ଅଛି ସିନା ବୋଲି ଆପେ ବିରକ୍ତ ହେଉଛନ୍ତି, ଜମି ନଥିଲେ କାହିଁ ଆପେ ବିରକ୍ତ ହୁଅନ୍ତେ? ଯା ବିଲକୁ ଯା, ଚାଷ କର, ବଗିଚା କାମ କର। ଅକର୍ମା ଭୂମି ନିନ୍ଦନ୍ତି। ଆଉ କ'ଣ? ସେଇ ଜ୍ଞାନୀ କହିଲେ କର୍ମ ଦୋଷେଣ ଦରିଦ୍ରତା। ଯଦି ଆଜି କେହି ଦରିଦ୍ର ହେଇଛି, ଭିକ ମାଗୁଛି, ଦେହି କହୁଛି, ବାର ଦ୍ୱାର ବୁଲୁଛି, ଖରା ତରାରେ ଦେହକୁ ସିଝଉଛି, ସିଏ ହେଉଛି କ'ଣ ନା କର୍ମକୁଣ୍ଠ, ଅଳସୁଆ। କର୍ମ ଦୋଷରୁ ବ୍ୟକ୍ତି ଦରିଦ୍ର ହୁଏ। କର୍ମ କର, କାହାକୁ ଛୋଟ ଭାବନି, ଜମା ଛୋଟ ଭାବନି। କେଉଁ କାମ କରୁଛି? ସବୁ କାମ। ପିଲାଦିନୁ ମୋତେ ବୋଉ ଶିଖେଇଥିଲା, ବାପା ଜୋତା ସିଲେଇ ଠାରୁ ଚଣ୍ଡୀ ପାଠ ପର୍ଯ୍ୟନ୍ତ ସବୁ କାମ ଶିଖି। କାହା ପାଖରେ ନିର୍ଭର ହେବାକୁ ପଡ଼ିବନି, କାହା ପାଖରେ ଗୋଡ଼ ଭାଙ୍ଗି ଠିଆ ହେବାକୁ ପଡ଼ିବନି। ସମସ୍ତେ ତତେ ଆଶ୍ରା କରନ୍ତୁ,
ତୁ ତୋ ଗୋଡ଼ରେ ଠିଆ ହେଲେ ସମସ୍ତେ ତୋ ପାଖରେ ମୁଣ୍ଡ ନୁଆଇବେ। ତୁ ଯେମିତି କାହା ପାଖରେ ହାତ ମଳି ମୁଣ୍ଡ ନ ନୁଉଁ। ଏଇଟା ହିଁ ମୋର ପରାମର୍ଶ, ମାନିବ ମୋ କଥା। ଜୋତା ସିଲେଇ ଠାରୁ ଚଣ୍ଡୀପାଠ ପର୍ଯ୍ୟନ୍ତ ସବୁ କାର୍ଯ୍ୟ ହାସଲ କର, ମଙ୍ଗଳ ହେବ। ଏବେ ଆଲୋଚନା କରିବା କର୍କଟ ରାଶି କଥା। 20 ତାରିଖ ବୁଧବାର, କର୍କଟ ରାଶି ଅଶ୍ଳେଷା ନକ୍ଷତ୍ରର ସକାଳ 6ଟା 12 ଯାଏ, 6ଟା 12ରୁ ପୁଷ୍ୟା ନକ୍ଷତ୍ରର ଶୁଭ ସମୟ ଆସିବ। ଆଜି ବିଚଳିତ ହୋଇ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ। ଆଜି ଏକ ଭଲ ଦିନ ନୁହେଁ। ସମସ୍ୟା ପରେ ସମସ୍ୟା ଆସିବ କର୍କଟ ପାଇଁ। କର୍କଟ ରାଶିର ଲୋକମାନେ ପ୍ରାୟ ଧୈର୍ଯ୍ୟବାନ। ଆଉ ଯିଏ ଚଳଚଞ୍ଚଳ ହେବେ ସେ ବିପଦରେ ପଡ଼ିବେ। ଚଳଚଞ୍ଚଳ ହୋଇ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ। ଯାହା ନିଷ୍ପତ୍ତି ନେବେ ରାତି 10ଟା 40 ପରେ, କାରଣ ତାପରେ ଭଲ ଟାଇମ୍ ଆସିବ। ଦିନ ସାରା ଏକ ପ୍ରକାର ଅଶାନ୍ତି ସୃଷ୍ଟି ହେବ। ଆଉ ଘରେ ବାହାରେ ସମସ୍ତେ ତୁମକୁ ଅନ୍ୟ ଦୃଷ୍ଟିରେ ଦେଖୁଛନ୍ତି ବୋଲି ଧାରଣା ଆସିବ। ସମ୍ମାନ, ଆଦର, ଅର୍ଥ ଆଦି ଯେପରି ତୁମଠୁ ଦୂରେଇ ଯାଉଛି, ହାତରୁ ଖସି ଯାଉଛି, ସେଭଳି ଅନୁଭୂତ ହେବ। ଦେହ ମୁଣ୍ଡ ଭଲ ଲାଗିବନି। ନିଜ ଲୋକଙ୍କ ବ୍ୟବହାର ମଧ୍ୟ ବାଧିବ। ଜମା ଭଲ ଦିନ ନୁହଁ କର୍କଟ ରାଶିର। ରାତି 10ଟା 40 ପରେ ଭଲ ସମୟ ଆସିବ। ଧୈର୍ଯ୍ୟ ଧରନ୍ତୁ, ବିରକ୍ତି ହୁଅନ୍ତୁନି। ଦର୍ପଣ ଦେଖନ୍ତୁ, ତାଳି ମାରି ହସନ୍ତୁ। ଦେଖନ୍ତୁ କେତେ ବଢ଼ିଆ ହେବ। ଜମା ଅଧୈର୍ଯ୍ୟ ହୁଅନ୍ତୁନି। ବାସ୍। ସିଂହ ରାଶି କଥା। 20 ତାରିଖ ବୁଧବାର, ସିଂହ ରାଶି ଉତ୍ତର ଫାଲ୍ଗୁନ ନକ୍ଷତ୍ରର ସକାଳ 6ଟା 12 ଯାଏ, ତା ପରଠାରୁ ପୂର୍ବ ଫାଲ୍ଗୁନ ନକ୍ଷତ୍ରର ଶୁଭ ସମୟ ଆରମ୍ଭ ହେବ। ଯାତ୍ରା କରନ୍ତୁ, ଯୁଆଡ଼େ ଇଚ୍ଛା ସିଆଡ଼େ ଯାଆନ୍ତୁ, ମନସ୍କାମନା ପୂରଣ ହେବ। ଆଜି ବାଧା ବିଘ୍ନ କେଉଁଥିରେ ନାହିଁ। ଯଦି କାୟ ମନ ବାକ୍ୟରେ ଆପଣ ସତ୍, ଏଠି ବି ସେଇ କଥା କୁହାଗଲା। କାୟ ମନ ବାକ୍ୟରେ ଆପଣ ସତ୍। ଆଖି ବୁଜି ମାନେ ଅନ୍ଧ ଯେମିତି ରାସ୍ତାରେ ଚାଲେ ସେମିତି ଚାଲି ଦେଖନ୍ତୁ। ଯଦି ଅନ୍ତର ସତ୍, ତାହେଲେ ଆପଣଙ୍କୁ କୌଣସି ଗ୍ରହ ହଇରାଣ କରିପାରିବେନି। କାୟ ମନ ବାକ୍ୟରେ ଯଦି ଆପଣ ସତ୍, ତେବେ ଆଜି ସମସ୍ତ ମନସ୍କାମନା ପୂର୍ଣ୍ଣ ହେବ। ଅନ୍ୟମାନଙ୍କ ପାଇଁ ଆୟ ଅମଳ ଭଲ ହେବ। ମାନେ ଯିଏ ସତ୍ ନୁହଁ, ମୋ ଭଳିଆ ଅସତ୍ ଲୋକ, ସେ କ'ଣ ଆଉ ଦୁଃଖରେ ରହିବ? ଆୟ ଅମଳ ହେବ। ସଜ୍ଜନଙ୍କୁ ଭଲ ମିଳିବ, ଆଦର ସମ୍ମାନ, ସ୍ଥାୟୀ ସୁଖ ମିଳିବ। ଆଉ ଯେଉଁମାନେ ଅସଜ୍ଜନ ସେମାନଙ୍କୁ ଅସ୍ଥାୟୀ ସୁଖ ମିଳିବ। ଆଉ କ'ଣ, ଅନ୍ୟମାନଙ୍କୁ ସୁଖ ମିଳିବ, ଅସୁବିଧା କିଛି ନାହିଁ। ଆଉ ଆୟ ଅମଳ ଭଲ ହେବ। ଯଦି ଯଥୋଚିତ ଭାବରେ କର୍ତ୍ତବ୍ୟ ସମ୍ପନ୍ନ କରିବେ, ତାହେଲେ ଆପଣଙ୍କ ପଇସା ଏତେ ବଳକି ଯିବ, ବାଧ୍ୟ ହେଇକିରି କାହାକୁ ଯାଚିକିରି ଦେବେ। ହଁ, କିନ୍ତୁ କର୍ମ ଠିକ୍ କରନ୍ତୁ। ଦୈହିକ ସୁଖ ଅଛି, ମାନେ ରୋଗ ବ୍ୟାଧି ନାହିଁ। ବୌଦ୍ଧିକ ବିକାଶ ହେବ। ଆପଣ ଜଣେ ବୁଦ୍ଧିମାନ, ବିବେକୀ, ବିଚାରଶୀଳ, ଜ୍ଞାନୀ ବୋଲି ଆଜି ପ୍ରମାଣିତ ହେଇଯିବ। ଆଉ ନୂତନ ଆୟ ହେବ। ଯେଉଁ ଯୁବଶ୍ରେଣୀ ଚାକିରି ଖୋଜନ୍ତି ତାଙ୍କୁ ମିଳିଯିବ। ହଁ। କନ୍ୟା ରାଶି। 20 ତାରିଖ ବୁଧବାର, କନ୍ୟା ରାଶି ଚିତ୍ରା ନକ୍ଷତ୍ରର ସକାଳ 6ଟା 12 ଯାଏ ଓ 6ଟା 12 ଠାରୁ ହସ୍ତାର ଶୁଭ। ଏମାନେ ଆଜି ବିବିଧ ସୁଖ ପାଇବେ। ଏମାନଙ୍କୁ ବିଧାତା ବିବିଧ କର୍ମର ସୁଯୋଗ ଦେବେ। କର୍ମ କରିପାରିଲେ, ବୁଦ୍ଧିର ଖେଳ ଖେଳି ସ୍ୱକର୍ତ୍ତବ୍ୟ ସୁଚାରୁ ରୂପେ ସମ୍ପନ୍ନ କରିପାରିଲେ ଆୟ ହେବ। ହେବ ମାନେ ହେଲା ଭଳିଆ ହେବ ଆୟ। ହଁ, ଆଉ ଖାଲି ଆୟ ହେବନି, ଲାଭ ବି ବଢ଼ିଆ ହେବ। ହଁ, ଶାନ୍ତି ସୁଖ ମିଳିବ। କନ୍ୟା ପାଇଁ ଏକ ବଢ଼ିଆ ଦିନ ଆଜି। ଦେହ ସୁସ୍ଥ ରହିବ। କୌଳିକ, ଲୌକିକ, ସାମାଜିକ କାର୍ଯ୍ୟ ସମ୍ପନ୍ନ କରି ଖୁସି ହେବେ। ଖାଲି ଟିକେ ଗୋଟେ କଥା, ସତ୍ ଚିନ୍ତା କରନ୍ତୁ, ଆଉ କିଛି ନାହିଁ। କାହାର ଅମଙ୍ଗଳ କାମନା କରନ୍ତୁ ନାହିଁ। ଆଉ ଭାଇ ଭଉଣୀ ପ୍ରତି ଅବିଚାର କରନ୍ତୁନି। ଯିଏ ଅବିଚାର କରିଛି, ସେ ଭଉଣୀ ଯଦି ଭାଇ ପ୍ରତି ବିଚାର କରିବ, ଖାଲି ଭାଇ ନୁହଁ, ଯଦି ଭଉଣୀ ଭାଇ ପ୍ରତି ବିଚାର କରେ, ସେ ଭଉଣୀର ବି ପିଲାମାନଙ୍କ ଆଖିରୁ ଲୁହ ଶୁଖିବନି।
ଭାଇ ଭଉଣୀ ପ୍ରତି ଅବିଚାର ଅନ୍ୟାୟ କରନ୍ତୁନି। ଭାରି ଦୁଃଖରେ ବିଧାତା କାରଣ ଗୋଟାଏ ରକ୍ତ ଭିନ୍ନ ଭିନ୍ନ ଶରୀରରେ ପ୍ରବାହିତ ହେଉଛି। 20 ତାରିଖ ବୁଧବାର ତୁଳା ରାଶି ବିଶାଖା ନକ୍ଷତ୍ରର ସକାଳ 6ଟା 12 ଯାଏ ଶୁଭ, 6ଟା 12 ଠାରୁ ସ୍ୱାତିର ମଧ୍ୟ ଶୁଭ ହେବ। ଆଜି ଶତ୍ରୁ ବୃଦ୍ଧି ହୋଇପାରନ୍ତି। ଶତ୍ରୁ ତ ଚାରିପାଖରେ ଅଛନ୍ତି ସବୁବେଳେ। କେତେ ହିତ ଶତ୍ରୁ ଚିକଣିଆ କଥା କହି ଉପରେ ପାଣି ଛିଞ୍ଚନ୍ତି, ଗଛକୁ ଉପାଡ଼ି ଦିଅନ୍ତି, ଏମାନେ ହିତ ଶତ୍ରୁ। କେହି ଡାଇରେକ୍ଟ ମୁହଁରେ ସଦାସଦି କରନ୍ତି, ସେ ଗୋଟେ ଶତ୍ରୁ। କେହି ଡକାୟତି କରି ଜୋର ଜବରଦସ୍ତି ଖାଦ୍ୟ ପଦାର୍ଥ ଛଡ଼େଇ ନିଅନ୍ତି। କେହି କହନ୍ତି ଚାନ୍ଦା ଦିଅ ନହେଲେ ତୁମେ ଏଠୁ ପଳେଇ ଯାଅ, ଇତ୍ୟାଦି ଇତ୍ୟାଦି ଏଇଭଳି କଥା ଆଉ। ତେଣୁ ଆଜି ଶତ୍ରୁ ବୃଦ୍ଧି ହୋଇପାରିବେ। ରାତି 10ଟା 40 ଯାଏ ନୀରବତା ରହିଲେ ଭଲ, ଚୁପଚାପ ରହିଲେ ଭଲ। ତୁଳାରାଶି ଲୋକମାନେ ରାତି 10ଟା 40 ଯାଏ ଚୁପଚାପ ରହିଲେ ଭଲ, ବହୁତ ବଢ଼ିଆ ହେବ। ଯିଏ ପ୍ରଶଂସା କରୁ ବା ନିନ୍ଦା କରୁ, କେହି ଆମର ପ୍ରଶଂସା କରୁ କି ନିନ୍ଦା କରୁ ଆମେ ଶୁଣିବାନି। ଏ କାନରେ ପୁରେଇ ସେ କାନରେ ବାହାର କରିଦେବା। କାହା ପାଖରେ ମନ କଥା ଜଣାଇବାନି, ହାତ ପାତିବାନି, କିଛି ମାଗିବାନି ବା କାହାକୁ ନେହୁରା ହେବାନି କି ପରାମର୍ଶ ଦେବାନି। କାହିଁକି ନା ଆଜି ଅପମାନ ରୂପକ ଅସୁର ଆମକୁ ଗିଳିବା ପାଇଁ ଜଗିଛି। ଛାଇ ଭଳି ଆମ ପାଖରେ ଅଛି ଆମର ତୁଳା ରାଶି। ତେଣୁ ଆମକୁ ଆଜି ହଇରାଣ କରିବ ଅପମାନ। ଆମେ ଯଦି ନିଜକୁ ଜଗିବା, ଆଲୋ ସଖୀ ଆପଣା ମହତ ଆପେ ରଖି ଏଇ କଥାକୁ ମାନିବା, ତାହେଲେ ଆମକୁ ଅପମାନ ବି ମିଳିବନି। ଶାରୀରିକ ଅସୁସ୍ଥତା ନାହିଁ, ଦେହ ଠିକ୍ ଠାକ୍ ରହିବ। ମନେ ରଖନ୍ତୁ, କହି ଜାଣିଲେ କଥା ସୁନ୍ଦର, ବାନ୍ଧି ଜାଣିଲେ ମଥା ସୁନ୍ଦର। ସେମିତି ଯଦି କହିପାରିବେ କହନ୍ତୁ। ବିନୟ ମଧୁର ବଚନ କହି ତୋଷିବ ପ୍ରାଣୀ ମନ। ବାସ୍, ଯାହା କହିବେ ଅଳ୍ପ କହନ୍ତୁ, ଭଲ କଥା କହନ୍ତୁ। ବିଛା ରାଶି 20 ତାରିଖ ବୁଧବାର ବିଛା ରାଶି ଜ୍ୟେଷ୍ଠା ନକ୍ଷତ୍ରର ସକାଳ 6ଟା 12 ଯାଏ ଓ 6ଟା 12 ଠାରୁ ଅନୁରାଧାର ଶୁଭ ସମୟ ଆସିବ। ଆଜି ଅଶାନ୍ତିକର ଦିନ, ଶାନ୍ତି ନାହିଁ। ଶାନ୍ତି ମାଉସୀ ପଳେଇଲାଣି। ବିଛା ରାଶିକି ଛାଡ଼ିକିରି ଆଜି ଶାନ୍ତି ମାଉସୀ ପଳେଇଛି। ଶାନ୍ତି ନାହିଁ, ଅସୁସ୍ଥତା ଲାଗି ରହିବ, ଶାନ୍ତି ବ୍ୟାହତ ହେବ। କର୍ମର ବୋଝ ମୁଣ୍ଡକୁ ଚହଲାଇ ଦେବ, ମନକୁ ବିଚଳିତ କରିବ। ଅନେକ କର୍ମ କରିବାକୁ ଅଛି ଆଜି ବିଛା ରାଶିକି, କିନ୍ତୁ ମାତ୍ର କିଂ କର୍ତ୍ତବ୍ୟ ବିମୂଢ଼ ହୋଇ ନ ଯଜୌ ନ ତସ୍ଥୌ ଅବସ୍ଥାରେ ରହିବେ। କିଂ କର୍ତ୍ତବ୍ୟ ବିମୂଢ଼, ମୁଁ କ'ଣ କରିବି, କେଉଁଟା କରିବି, କେତେବେଳେ କରିବି, କେମିତି କରିବି, ଏମିତି ଭାବନା ମୁଣ୍ଡକୁ ଆସିବ। ବେଳେବେଳେ ଚୁପଚାପ ରହିଯିବେ। ନ ଯଜୌ ନ ତସ୍ଥୌ, ନା ଉଠିବେ ନା ଯିବେ ନା କୌଣସି କାମ କରିବେ। ଏଇଭଳି ବିଚଳିତ ଅବସ୍ଥାରେ ଦିନଟି ଯିବ। ଆଉ କେଉଁଠି ବାଡ଼େଇ ପିଟି ହୋଇପାରନ୍ତି। ମୁଣ୍ଡ ଠିକ୍ ରହିବନି, ମନ ଠିକ୍ ରହିବନି, ଗୋଡ଼ ଖସି ଯାଇପାରେ, ଶୁଖିଲାଟାରେ ବି ଝୁଣ୍ଟି ପାରନ୍ତି, ବାଡ଼େଇ ପିଟି ପାରନ୍ତି, କଷ୍ଟ ଲାଗିବ, ଧକ୍କାର ଭୟ ଅଛି। ଏ ସମସ୍ତ ସମସ୍ୟା ରାତି 10ଟା 39 ଯାଏ ରହିବ। 10ଟା 40ରୁ ପୁଣି ମଳୟ ପବନ ବହିବ, ଶାନ୍ତି ସୁଖ ଲାଗିବ। ବାସ୍। 20 ତାରିଖ ବୁଧବାର ଧନୁ ରାଶି କଥା ବୁଝିବା। 20 ତାରିଖ ବୁଧବାର ଧନୁ ରାଶି ଉତ୍ତରାଷାଢ଼ା ନକ୍ଷତ୍ରର 6ଟା 12 ସକାଳ ଯାଏ, 6ଟା 12ରୁ ପୂର୍ବ ଷାଢ଼ାର ଶୁଭ ଅଛି। 6ଟା 12 ଯାଏ ଉତ୍ତରାଷାଢ଼ାର, 6ଟା 12 ପରେ ପୂର୍ବାଷାଢ଼ାର ଶୁଭ ଅଛି। ସୁସମ୍ପର୍କ ଆଜି ସ୍ଥାପିତ ହେବ। ପ୍ରିୟଜନଙ୍କ ସହିତ ମନୋମାଳିନ୍ୟ ଥିଲେ ତାହା ତୁଟିଯିବ। ସମସ୍ତେ ଆପଣଙ୍କୁ ଆଦର ସ୍ନେହ ମମତା ପ୍ରୀତି ବାଣ୍ଟିବେ। ଆପଣ ବି ଛାଡ଼ିବେନି, ସେମାନଙ୍କୁ ମଧ୍ୟ ସେଇଭଳି ପ୍ରତିଦାନ ଦେବେ, ସ୍ନେହ ମମତା ଆଦର ବାଣ୍ଟିବେ। ଆଜି ସୁସମ୍ପର୍କ ସ୍ଥାପିତ ହେବ। ଆୟ ଅମଳ ଦିନଟି ସବୁ ଦିଗରୁ ଶୁଭ।
केवल समुचित प्रचेष्टा दरकार। ए आय व्यक्तिंग पाई भिन्न भिन्न हेबो। आय हब कार आय कौन? जो माने भिक मागुचंती खरार तरारे तांकर भल आय हब। तांको आय माने जोगी थाल रे उआ उषुना कौन? से अरुआ पड़ो उषुना पड़ो जोगी थाल। तेणु तांको आय अन्य प्रकार गोटे होगला। सेमती विभिन्न लोकंकर आय भिन्न भिन्न। मु गोटे पान दुकानी बीड़ी बिके, सिगारेट बिके, पान बिके। आउ मो आय जहाँ हम आप सुना दुकानी आप आय कले से हम। तेणु कार आय कौन कौ रूप आय हम सेटा भिन्न भिन्न हम। आज व्यक्तिंकर आय भिन्न भिन्न हेब। मन गुणे फल निज वृत्ति व्यवसाय और सेवार विकास हेब। जी जो वृत्ति व्यवसाय करुचंती किए कौन बंचुची बंचु, किंतु टे सचिंता कर, कहार अमंगल कामना करना। बुझा पड़ी? जदि तुम जानतारे कौ लोकर पैसा ता पकेट रू खसी पड़ला ताकू डाकिक दे दियो, फटकिनी गोटे नहीं आसना ना एटा ही क्षतिकारक 6 गुण क्षति हो। पर पैसा को आम गोबर माटी ज्ञान करी छाड़ दे आसवा, उठेले ताकू देदबा। जदि आम चिन्हने जाने ये का पैसा ताकू सीधा नहीं ठाकुर को हुंडे पकई दियो, देव कार्य लगे बात। आउ शारीरिक समस्या नहीं, देह खराब हेनी। आज परीक्षा भल बाहर। आउ जो मैंने इंटरव्यू देइचंदी बा परीक्षा देइचंदी भल रिजल्ट हम खुशी हे। हाँ बढ़िया बढ़िया बढ़िया। एबे देखिबा मकर राशि 20 तारीख बुधवार मकर राशि सकाळ 6:12 जाए उत्तरा साढ़ार शुभ। ता परठारू श्रवणार शुभ समय हेब। आज किछि उपहार मिली पारे। दिनटी शुभे शुभे कटिज आरंभ होई नानाविध सुख संभार नहीं विदाय नव। आज मकर पाई बढ़िया दिन, सबू दिगरु शुभ। स्वास्थ्यगत समस्या नहीं, आय अमल बढ़िया हम, लोक प्रशंसा करेंगे। पुराना रोगी जी थे सी भी टिके शांति अनुभव करेंगे। पुराना रोगी आश्वस्ति लाभ करेंगे। कर्म योजना विविध लाभ हेब। राति 10:40 पर एपर्यंत गला बढ़िया बढ़िया बढ़िया। राति 10:40 पर मन उच्चाट हम, आउ टे इनकम कले बढ़िया हाँ। लोक आसुँच, आय बढ़ी जाऊँगी, शुभ खबर इत्यादि। राति 10:40 पर उत्तम आयर सूचना मिल माने आसंता काली के मध्य भल दिन बोली कहगला। हाँ कहीं कहीं भी ये आय करने लगी पड़े जो मैंने नाइट ड्यूटी। हाँ रात्रि कार्य। कुंभ राशि कथा पुणी शुणा। 20 तारीख बुधवार कुंभ राशि धनिष्ठा नक्षत्र सकाळ 6:12 जाए शुभ। आउ ता परठू सतभिसार शुभ हेब। दिनटी हस खुशी कटिज। राति 10:39 जाए विविध सुख और 10:40 रु विभिन्न दिगरु लाभ हेब। कुंभर ही भल दिन। हाँ अच्छा, दिन सारा समस्त मंगलकारी योजना फलप्रद हेब। देहगत समस्या नहीं। आय अमलर वृद्धि हेब। केमती कौन बढ़ आय अमल एत बढ़ केमती बढ़ ये प्रश्न आसमन को जे निजर आग्रह कर्तव्य श्रम अनुसार जिते आग्रह प्रकाश करेंगे, श्रद्धा प्रकाश करेंगे, श्रम प्रकाश करेंगे, आउ कर्मठ हेबे, से अनुसार आय बढ़ी बढ़ी जीव। हाँ आय अमल बढ़िया हे। किछि किछि शुभ खबर शुणी आनंदित हेबे। शुभ खबर ये काम करुवे फोन आज पहुँचव। हाँ दामू केमती अच्छु? हालो हालो केमती अच्छु? है गोटे बढ़िया खबर जाचु। आउ तो झुओ आम घर थिला बेले जो सुना चेन हजई थिला, तू मत गाड़ी गुलज करूँ, आज मिलगला। चाउल बस्ता सरीगला, उठाला, झाड़ू है, ता तले पड़ी थिला। आसबू जदि नहीं जीवु ना मु गले दे आसबि। आ गोटे भल खबर न? हाँ बढ़िया खबर ना।
ଏବେ ମୀନ ରାଶି କଥା 27 ତାରିଖ 20 ତାରିଖ ନା କ'ଣ 20 ତାରିଖ ବୁଧବାର ମୀନ ରାଶି ପୂର୍ବ ଭାଦ୍ରର ସକାଳ 6ଟା 12 ଯାଏ 6ଟା 12 ଠାରୁ ଉତ୍ତର ଭାଦ୍ରର ଶୁଭ। ଆଜି ଅସୁସ୍ଥ ହୋଇପାରନ୍ତି। ରାତି 10ଟା 40 ପରେ ନୂତନ ଭାଗ୍ୟଫଳ ମିଳିବ। ସୁସ୍ଥତା ଅନୁଭୂତ ହେବ। ଖୋଜୁଥିବା ସୁଖ ମିଳିଯିବ। ସେ ଯାଏ ମାନେ ରାତି 10ଟା 40 ଯାଏ ମାନସିକ ଅଶାନ୍ତି ସହ ଶାରୀରିକ ଯନ୍ତ୍ରଣା ବିବିଧ ଦୁଃଖ ଦେବ। ଆଉ ଘର ସମ୍ପତ୍ତି କିଛି ନଷ୍ଟ ହେଇଯିବ। ଆପଣ ଦେଖୁଥିବେ କିଛି କରିପାରିବେନି। କିଛି ସ୍ଥାବର କିଛି ଅସ୍ଥାବର ସମ୍ପତ୍ତି ନଷ୍ଟ ହୋଇଯିବ। ଖାଲି ଦୁଃଖିତ ହେବେ, କିଛି କରିପାରିବେନି। ବନ୍ଧୁଙ୍କ ସହିତ କଥା କଟାକଟି ହେବ, କଳହ ହେବ, ଧକ୍କା ହେବାର ଭୟ ଅଛି। ଏଣୁ ଦୂରଯାତ୍ରା ନ କଲେ ଭଲ। ଆୟ ଅମଳ ଯାହା ତା କିଛି ନୁହଁ। ରାତି 10ଟା ପରେ ଆୟ ଅମଳ ବଢ଼ିବ। ତ ରାତି 10ଟା 40 ପରେ ମାନେ ଯେଉଁମାନଙ୍କ ରାତିରେ ଡ୍ୟୁଟି ସେମାନେ ଯାହା କିଛି ଆୟ କରିବେ। ଆଉ ହେଲେ ଏଇଠି କୁହାଗଲା ଯେ ମୀନ ରାଶିର ଆସନ୍ତାକାଲି ଆୟ ଅମଳ ଗୁରୁବାର ଦିନ ଆୟ ଅମଳ ବଢ଼ିଆ ହେବ। ବନ୍ଧୁ ଆଜି ଏତିକି। ଯଦି ଈଶ୍ୱର ଚାହିଁବେ ତାହେଲେ ମୁଁ ବି ଆପଣଙ୍କ ସହିତ କାଲି ଦୁଃଖ ସୁଖ ହେବି। ରହିଲି, ନମସ୍କାର।